ଝୁଙ୍କରେ ଝୁଟିଲେ ପୁରୁଷ ପ୍ରଜ୍ଞା ଅନୁପମା, ସ୍ୱାମୀ ଝୁଙ୍କରେ ଝୁଟିଲେ ନାରୀ ଶ୍ରେଷ୍ଠ ଥିଲେ ମା। କଥା କହିବ ଗୁଡ଼ ଭଳି ଲାଗି ରହିବ ଦେହେ, ମଧୁର କଥା ଶକ୍ତ ହେଲେ ଓଲଟା ଆଡ଼େ ଧାଏ। ସ୍ୱାମୀ ସ୍ତ୍ରୀ ଝଗଡ଼ା କରେ ପିଲାପିଲି ଦେଖେ, ସର୍ବନାଶରେ ସଦର ଦ୍ୱାରେ ପିଲାମାନଙ୍କୁ ରଖେ। ଠାକୁର ନାରୀର 8ଟି ବୈଶିଷ୍ଟ୍ୟ କଥା କହିଛନ୍ତି, ଯଥା ନିଷ୍ଠା, ଧର୍ମ, ଶୁଶ୍ରୂଷା, ସେବା, ସାହାଯ୍ୟ, ସଂରକ୍ଷଣ, ପ୍ରେରଣା ଓ ପ୍ରଜନନ। ଠାକୁର କହନ୍ତି ନାରୀର ଆତ୍ମମର୍ଯ୍ୟାଦା, ବ୍ୟକ୍ତିତ୍ୱ ସମସ୍ତ ଠାକୁରମୁଖୀ ରହିଲେ ସ୍ୱାମୀ, ସନ୍ତାନ, ପରିବାର, ପରିଜନ ସତହିଁ ସମସ୍ତେ ତାଙ୍କ କଥା ଶୁଣିବେ। ମୀରାବାଈ ସହସ୍ର ପ୍ରତିକୂଳତା ଅତିକ୍ରମ କରି ଏକାହିଁ ତାର ପ୍ରଭୁଙ୍କୁ ସମଗ୍ର ବିଶ୍ୱରେ ପ୍ରତିଷ୍ଠା କରିଛନ୍ତି। ଆଉ ଏଇଟା ହିଁ ବିଲମ୍ବିତାର ମୂଳ ସ୍ୱରୂପ।